ଆଜିର ପ୍ରସଙ୍ଗ ବିଷୟ ଜାତୀୟ ଭୋଟର ଦିବସ ପାଳନର ତାତ୍ପର୍ଯ୍ୟ। ଆଲେଖ୍ୟ ପୁଣ୍ୟ ବିନୟ ଦାସ। ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଗଣତାନ୍ତ୍ରିକ ପ୍ରକ୍ରିୟା ସହିତ ମତଦାତାଙ୍କୁ ଅଧିକରୁ ଅଧିକ ସଂଶ୍ଳିଷ୍ଟ କରିବା ଏବଂ ମତଦାନ ଅଧିକାର ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ଆଜି ସମଗ୍ର ଦେଶରେ ଜାତୀୟ ଭୋଟର ଦିବସ ପାଳନ କରାଯାଉଛି। 1950 ମସିହା ଆଜିର ଦିବସରେ ଭାରତୀୟ ନିର୍ବାଚନ ଆୟୋଗ ପ୍ରତିଷ୍ଠା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗଣତାନ୍ତ୍ରିକ ପଦ୍ଧତିକୁ ସମ୍ମାନ ପ୍ରଦର୍ଶନ କରିବା ଆଜି ଦିବସର ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2011 ମସିହାରୁ ଆଜିର ଦିବସକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ମତଦାନର ବିକଳ୍ପ ନାହିଁ, ମୁଁ ନିଶ୍ଚିତ ଭୋଟ ଦେବି। ମତଦାନ ପ୍ରକ୍ରିୟାରେ ଅଧିକରୁ ଅଧିକ ମତଦାତାଙ୍କୁ ସାମିଲ କରିବା ଏବଂ ଯୁବ ତଥା ନୂତନ ଭୋଟରଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ ଏଭଳି ବାର୍ତ୍ତା ପ୍ରୋତ୍ସାହନ ପ୍ରଦାନ କରୁଛି। ଆମ ଦେଶରେ ସାବାଳକ ଭୋଟଦାନ ପ୍ରକ୍ରିୟା ପ୍ରଚଳିତ। ପ୍ରଥମେ ନିର୍ବାଚନରେ ମତାଧିକାର ସାବ୍ୟସ୍ତ କରିବା ପାଇଁ 21 ବର୍ଷକୁ ସର୍ବନିମ୍ନ ବୟସ ଭାବେ ଧାର୍ଯ୍ୟ କରାଯାଇଥିଲା। ଅର୍ଥାତ୍ 21 ବର୍ଷ ପୂରଣ କରିଥିବା ଭାରତୀୟ ନାଗରିକ ସାବାଳକ ମାନ୍ୟତା ପାଇବା ସହ ତାଙ୍କୁ ଭୋଟ ଦେବାର ଅଧିକାର ମିଳୁଥିଲା। ତେବେ ପରବର୍ତ୍ତୀ ସମୟରେ ଏହା ସଂଶୋଧିତ ହୋଇ 21ରୁ 18 ବର୍ଷକୁ ହ୍ରାସ କରାଯାଇଥିଲା। 1988 ମସିହାରେ 61ତମ ସମ୍ବିଧାନ ସଂଶୋଧନ ବିଲ୍ ଆଧାରରେ ସମ୍ବିଧାନର ଧାରା 326ରେ ପରିବର୍ତ୍ତନ କରାଯାଇ ସର୍ବନିମ୍ନ ବୟସ ସୀମାକୁ 18 ବର୍ଷ ଧାର୍ଯ୍ୟ କରାଯାଇଥିଲା। ଏହାଦ୍ୱାରା ଯୁବପିଢ଼ିଙ୍କୁ ଅଧିକରୁ ଅଧିକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଗଲା। ଭୋଟର ତାଲିକାରେ ସମୟୋପଯୋଗୀ ସଂଶୋଧନ କରାଯାଇ ନୂଆ ଭୋଟରଙ୍କୁ ସାମିଲ କରାଯାଏ। ଭୋଟର ତାଲିକାରେ ପଞ୍ଜୀକୃତ ହେବା ପାଇଁ ସହଜ ଏବଂ ସୁବିଧା ବ୍ୟବସ୍ଥା ପ୍ରଣୟନ କରାଯାଇଛି। ସମ୍ବିଧାନର ଧାରା 327 ଅନୁଯାୟୀ ଲୋକ ପ୍ରତିନିଧିତ୍ୱ ଅଧିନିୟମକୁ କାର୍ଯ୍ୟକାରୀ କରାଯାଇଛି। ଏଥିରେ ସଂସଦୀୟ କ୍ଷେତ୍ର ଏବଂ ବିଧାନସଭା କ୍ଷେତ୍ରଗୁଡ଼ିକର ପରିସୀମା ଧାର୍ଯ୍ୟ ହୋଇଛି। ଏହି ଆଧାରରେ ଭୋଟର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି। ନାଗରିକ ଭାବରେ ଦେଶ ଗଠନରେ ନିଜସ୍ୱ ଅଭିବ୍ୟକ୍ତିକୁ ପ୍ରକାଶ କରିବା ପାଇଁ ମତଦାନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ। ପ୍ରତ୍ୟେକ ସଚେତନ ଓ ଦାୟିତ୍ୱ ସମ୍ପନ୍ନ ନାଗରିକ ଏହାକୁ ଆପଣେଇବା ଉଚିତ। ପ୍ରତ୍ୟେକ ନାଗରିକଙ୍କର ଭୋଟ ହେଉଛି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅନନ୍ୟ ଏବଂ ସର୍ବଶକ୍ତିମାନ। ପ୍ରତ୍ୟେକ ଭୋଟରଙ୍କର ଭୋଟର ମୂଲ୍ୟ ଏକ ଆଉ ସମାନ। ନିର୍ବାଚନ ପ୍ରକ୍ରିୟାରେ ଗୋଟିଏ ଭୋଟ ହିଁ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଏଥିସହିତ ଦେଶ ଗଠନରେ ଏହା ମଧ୍ୟ ଅତ୍ୟନ୍ତ ଶକ୍ତିଶାଳୀ ସାବ୍ୟସ୍ତ ହୋଇଥାଏ। ତେଣୁ ଗଣତନ୍ତ୍ରର ସୁଦୃଢ଼ୀକରଣ, ଦେଶର ଭାଗ୍ୟ ନିର୍ଦ୍ଧାରଣ ଏବଂ ସମଷ୍ଟିଗତ ପ୍ରଶାସନିକ ସୁବିଧା ପାଇବା ଦିଗରେ ମତଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ମତଦାନ ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ ଏବଂ ଅବାଧ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି 80 ବର୍ଷର ଊର୍ଦ୍ଧ୍ୱ ନାଗରିକ ଭିନ୍ନକ୍ଷମଙ୍କ ପାଇଁ ମତଦାନର ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। କାର୍ଯ୍ୟକ୍ଷେତ୍ର ଯୋଗୁଁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀଠାରୁ ଦୂରରେ ରହୁଥିବା ଭୋଟରଙ୍କ ଲାଗି ପୋଷ୍ଟାଲ ବ୍ୟାଲଟ ବ୍ୟବସ୍ଥା କରାଯାଇଛି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭୋଟରଙ୍କ ଭୋଟର ମୂଲ୍ୟ ଯେ କେତେ ଗୁରୁତ୍ୱପୂର୍ଣ୍ଣ, ଏହା ଏଭଳି ପଦକ୍ଷେପରୁ ପ୍ରତିପାଦିତ ହେଉଛି। ଏହି ଦିବସ ପାଳନ ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିଶ୍ୱର ସର୍ବବୃହତ୍, ବିବିଧ, ଯୁବ ସମାବେଶୀ ଏବଂ ସମ୍ବେଦନଶୀଳ ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଭାରତ ହେଉଛି ଗଣତନ୍ତ୍ରର ଜନନୀ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ବହୁ ପୁରାତନ। ଆଧୁନିକ ବିଶ୍ୱ ପାଇଁ ଭାରତର ଗଣତନ୍ତ୍ର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ନିର୍ବାଚନ ପରିଚାଳନାରେ ସମ୍ପୃକ୍ତ ଅଧିକାରୀ, ବ୍ୟକ୍ତିବିଶେଷ, ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ନିଷ୍ଠା ଏବଂ ପ୍ରତିବଦ୍ଧତା ଭାରତକୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ରାଷ୍ଟ୍ର ଗଠନରେ ଜନସାଧାରଣଙ୍କ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ପ୍ରତ୍ୟେକ ନାଗରିକ ମତଦାନ ଅଧିକାର ସମ୍ପର୍କରେ ଅଧିକ ସଚେତନ ହେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ଭାରତରେ ଏବେ ମତଦାତାଙ୍କ ସଂଖ୍ୟା 99 କୋଟିରୁ ଅଧିକ ରହିଛି। ଖୁବ୍ ଶୀଘ୍ର ଏହା 100 କୋଟିକୁ ବୃଦ୍ଧି ପାଇ ଏକ ନୂଆ ରେକର୍ଡ ସୃଷ୍ଟି କରିବ। ଏହି ଦିବସ ପାଳନ ନିର୍ବାଚନ କମିଶନଙ୍କ ପ୍ରତିଷ୍ଠାକୁ ସ୍ମରଣ କରିବା ସହ ଗଣତନ୍ତ୍ରର ଭାବନାକୁ ସମ୍ମାନ ଦେବାର ସୁଯୋଗ ପ୍ରଦାନ କରୁଛି। ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ପ୍ରତ୍ୟେକ ନାଗରିକ ନିଜର ବହୁମୂଲ୍ୟ ମତକୁ ବ୍ୟବହାର କରିବାର ଆବଶ୍ୟକତା ରହିଛି। ଉପଯୁକ୍ତ ନେତୃତ୍ୱ ଚୟନ ଏବଂ ଦେଶ ପ୍ରଗତିରେ ଏହା ବିଶେଷ ସହାୟକ ହେବ।